ପିଲାମାନେ ଆଜି ଆଲୋଚନା କରିବା ଏପିକ୍, ଯେଉଁଟାକୁ ଆମେ କହୁଛେ ମହାକାବ୍ୟ। ତେଣୁ ଏଇ ଯେଉଁ ଏପିକ୍ ଯେଉଁ ଜିନିଷଟି ରହିଲା, ଏଥିରେ ସଭ୍ୟତା ଓ ସଂସ୍କୃତିର ଯେଉଁ କୁହନ୍ତି ସ୍ୱର୍ଣ୍ଣ ଦିଗନ୍ତ ଏଥିରେ ଚିତ୍ରିତ ହେଇଥାଏ। କେଉଁଥିରେ? ଏପିକ୍ରେ। ଓଡ଼ିଶୀ ହେଲା, ଇଲିଆଡ଼ ହେଲା, ରାମାୟଣ ହେଲା, ମହାଭାରତ ହେଲା, ଏହିପରି ଯେଉଁ ସବୁ ଏପିକ୍ ରହିଛି, ଏହାର ପ୍ରଭାବ ଖୁବ୍ ଗଭୀର ଏବଂ ସୁଦୂର ପ୍ରସାରୀ, ମାନେ ବହୁ ଦୂରକୁ ବ୍ୟାପ୍ତ। ତେଣୁ ପୃଥିବୀର ବିଭିନ୍ନ ସାହିତ୍ୟରେ, ସେ ଇଂରାଜୀ ସାହିତ୍ୟ ହେଉ, ହିନ୍ଦୀ ସାହିତ୍ୟ ହେଉ, ଓଡ଼ିଆ ସାହିତ୍ୟ ହେଉ, ସବୁଥିରେ ଏଇ ମହାକାବ୍ୟମାନଙ୍କର ବା ଏପିକ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅବଦାନ ରହିଛି। ସୁତରାଂ ଏପିକ୍ର ସଂଜ୍ଞା ଓ ସ୍ୱରୂପ ନିର୍ଦ୍ଧାରଣ ସହିତ ତା'ର ବିକାଶ ଧାରା ଆମେ ଯଦି ସଠିକ୍ ଅନୁଧ୍ୟାନ କରିପାରିବା, ଏହା ଏକ ପୁଣ୍ୟ କର୍ତ୍ତବ୍ୟ ବୋଲି ଆମକୁ ନିଜକୁ ବା କହିପାରିବା, ଗର୍ବିତ କରିପାରିବା। ପିଲାମାନେ, ପ୍ରାଚୀନ ଗ୍ରୀସ୍ ହେଉଛି ବିଭିନ୍ନ ଯେଉଁ ବିଦ୍ୱାନମାନଙ୍କର ବାସସ୍ଥାନ। ଆରିଷ୍ଟଟଲଙ୍କର ପୋଏଟିକ୍ସ, ଏ ଯେଉଁ କାବ୍ୟ ତତ୍ତ୍ୱ, ଏଇଟା ଗୋଟେ ଅମୂଲ୍ୟ ଗ୍ରନ୍ଥ। ଏଥିରେ ଏପିକ୍ ପୋଏଟ୍ରି ସମ୍ପର୍କରେ ବିଭିନ୍ନ ଆଲୋଚନା ଦେଖିବାକୁ ମିଳିଥାଏ। ଫିଲୋସୋଫର ପ୍ଲାଟୋ ଥିଲେ ଜଣେ କଳ୍ପନା ପ୍ରବଳ କବିଙ୍କର ଘୋର ବିରୋଧୀ, କିନ୍ତୁ ବର୍ଷିଆନ ନାଗରିକଗଣ ସାହିତ୍ୟର ଅନ୍ୟ ବିଭାଗ ପାଠ ନ କରି କେବଳ ଏପିକ୍ ପୋଏଟ୍ରି ପାଠ କରିପାରନ୍ତି ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। କେତେ ଗୁରୁତ୍ୱ ରହୁଛି ଦେଖ ଏପିକ୍ର। ପରବର୍ତ୍ତୀ କାଳରେ ପ୍ଲାଟୋଙ୍କର ଯେ 1 ନମ୍ବର ଶିଷ୍ୟ ଆରିଷ୍ଟଟଲ ଏଇ ଯେଉଁ ମହନୀୟତା ପ୍ରତିପାଦନ କରି ପୋଏଟିକ୍ସ ରଚନା କରିଥିଲେ ବୋଲି ଜଣାଯାଏ। ତାଙ୍କ ମତରେ କ'ଣ ଏପିକ୍? ନା, ଏପିକ୍ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ସୃଷ୍ଟି। ଯେଉଁଟା ହାୟର ଫର୍ମ ଅଫ୍ ଆର୍ଟ, କଳାର। ଏହା ଟ୍ରାଜେଡି ପରି ଉଦାତ୍ତ। ଏପିକ୍ରେ ହିରୋଇକ୍ ମିଟରର ବ୍ୟବହାରକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏପିକ୍ରେ ଗୋଟେ ବିଷୟଗତ ଏକ ରହିବା ବାଞ୍ଛନୀୟ, ବାଧ୍ୟ। ଏହାକୁ ୟୁନିଟି ଅଫ୍ ଆକ୍ସନ୍ ବୋଲି ମଧ୍ୟ କୁହାଯାଇଥାଏ। ଟ୍ରାଜେଡି ପରି ଏପିକ୍ ସରଳ କିମ୍ବା ଜଟିଳ ମଧ୍ୟ ହୋଇପାରେ। ଏହା କରୁଣ ବା ରସାତ୍ମକ, ଯେଉଁଟା ପାଥେଟିକ୍ ହେଇପାରେ, ବା ଏଥିକାଲ ମଧ୍ୟ ହେଇପାରେ, ଯେଉଁଟା ନୀତିଗର୍ଭକ ବୋଲି ଆମେ କହୁଛେ। ତେଣୁ ଏପିକ୍ ଏକ ସର୍ବବୃହତ ରଚନା। ଏଥିରେ ଘଟଣାର ବୈଚିତ୍ର୍ୟ, ରସ ବିଭବ ଓ ପରିବେଶଗତ ଗାମ୍ଭୀର୍ଯ୍ୟ ମଧ୍ୟ ଥାଇପାରେ। ଏପିକ୍ ଗଠନରେ ବହୁ କଥାବସ୍ତୁ, ଯେଉଁ ବିଭିନ୍ନ କଥାବସ୍ତୁର ସମନ୍ୱୟରେ ଏଟା ଗଠନ ହେଇଥାଏ। ଏହାକୁ ୱାନ୍ ୱିଥ୍ ଏ ମଲ୍ଟିପ୍ଲିସିଟି ଅଫ୍ ପ୍ଲଟ୍ସ ବୋଲି ମଧ୍ୟ କୁହାଯାଇଛି। ସଂକ୍ଷେପରେ କହିବାକୁ ଗଲେ ମହାକାବ୍ୟରେ ଟ୍ରାଜେଡିର ବହୁ ଧର୍ମ ପରିଲିଖିତ ହେଇଥାଏ। ଆହୁରି କ'ଣ ଆରିଷ୍ଟଟଲ କହିଛନ୍ତି? ନା, ଆରିଷ୍ଟଟଲଙ୍କ ମତରେ ଏପିକ୍ ଯେଉଁ ମହାକାବ୍ୟ ଆଦି ତାର ଆରମ୍ଭ, ମଧ୍ୟ, ମଝି ଆଉ ଅନ୍ତ, ଏଇଟା ସମନ୍ୱିତ ବର୍ଣ୍ଣନାତ୍ମକ କାବ୍ୟ, ସବୁ ସମାନ ଥିବ। ଏଥିରେ କୌଣସି ବିଶିଷ୍ଟ ନାୟକ, ବୀରପୁରୁଷ, ଯେଉଁଟା ହିରୋଇକ୍ ପ୍ରପୋର୍ସନଙ୍କ ଜୀବନୀ କାହାଣୀ ଅଖଣ୍ଡ ରୂପରେ ଏକ ବିରୋଚିତ ଛନ୍ଦରେ କୀର୍ତ୍ତିତ ହୋଇଥାଏ। ଆଲୋଚକଙ୍କ ମତରେ ଏପିକ୍ ଦୀର୍ଘ ବର୍ଣ୍ଣନାତ୍ମକ କାବ୍ୟ, ଯାହାର ଚରିତ୍ର ଓ ସେମାନଙ୍କର କାର୍ଯ୍ୟବଳୀ ମହାନ ବୀରତ୍ୱର ପରିଚାୟକ। ଆହୁରି କ'ଣ? ନା, ଏପିକ୍ର ବସ୍ତୁ ଉପାଦାନ ଜାତୀୟ ଜୀବନର ଐତିହାସିକ ବା ପୌରାଣିକ ତଥ୍ୟ। ଏହାର ଅନୁପ୍ରେରଣା ଅଧିକାଂଶ ସମୟରେ ଐଶ୍ୱର୍ଯ୍ୟ ଶକ୍ତି, ମାନବ ଶକ୍ତି, ଦାନବ ଶକ୍ତି, ଦେବାଦେବୀଙ୍କ ଯେଉଁ ଚରିତ୍ରର ସମାବେଶ ଓ ପ୍ରୟୋଜନ ଦୃଷ୍ଟିରୁ ଅତିଲୌକିକ ସ୍ପର୍ଶ ମଧ୍ୟ ହେଇଥାଇପାରେ। ଏ ଯେଉଁ ଏପିକ୍ର ପରିସମାପ୍ତି ସବୁବେଳେ ଶୁଭାନ୍ତକ, ଶୁଭ ହେଇପାରେ, ଏପରି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଆଉ ଏଥିରେ ଜଟିଳ ଘଟଣାବର୍ତ୍ତର ସୃଷ୍ଟି ଓ ବହୁବିଧ ଚରିତ୍ର ସନ୍ନିବେଶ ଥିଲେ ହେଁ ସମଗ୍ର କାବ୍ୟରେ ଏକ
ଅଖଣ୍ଡ ଶିଳ୍ପ ସଙ୍ଗତ ବା ସୌନ୍ଦର୍ଯ୍ୟବୋଧ ଯେଉଁଟା ମହତ୍ଵ ବ୍ୟଞ୍ଜକର ଗାମ୍ଭୀର୍ଯ୍ୟତା ରହିବ। ଏହାର ଭାଷା ପ୍ରସାଦ ଗୁଣ ସମ୍ପନ୍ନ, ଓଜସ୍ୱୀ ଓ ଅନୁପ୍ରାସ ଉପମା ଅଳଙ୍କାର ପ୍ରଭୃତି ରହିବ ବହୁଳ ମାତ୍ରାରେ। ସୁତରାଂ ଆମର ଯେଉଁ ଇଂଲିଶ ଲିଟରେଚରର ଯେଉଁ ଆଦର୍ଶରେ ଅନୁସରଣ ଯେଉଁ ଏପିକ୍ ସଂଜ୍ଞା ଆମେ ଏହିପରି ଭାବେ ନିର୍ଦ୍ଦେଶ କରାଯାଇପାରେ। ତେଣୁ ଯେଉଁ ଏପିକ୍ରେ କୌଣସି ସୁମହାନ ବିଷୟବସ୍ତୁକୁ ଅବଲମ୍ବନ କରି ଏକ ବା ବହୁ ବିରୋଚିତ ଚରିତ୍ର ଅଥବା ଅଲୌକିକ ଶକ୍ତି ସମ୍ପନ୍ନ କୌଣସି ନିୟତି ନିର୍ଦ୍ଧାରିତ ଘଟଣା ଓଜସ୍ୱୀ ଛନ୍ଦରେ ବର୍ଣ୍ଣିତ ହୋଇଥାଏ ତାହା ହିଁ ଏପିକ୍। ତେଣୁ ପିଲାମାନେ ଆଜି ତୁମମାନଙ୍କୁ ଏପିକ୍ ବିଷୟରେ ସଂକ୍ଷେପରେ କହିଲି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ଆଜି ପାଇଁ ଏତିକି ରହୁଛି। ହାଭ୍ ଏ ଗୁଡ୍ ଡେ।